ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥାର ଠକାମୀ। ଧାରଣାରେ ବସିଲେ ହିତାଧିକାରୀ। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଗାନ୍ଧୀଛକ ନିକଟସ୍ଥ ଗୋପାଳପୁରଠାରେ ଅବସ୍ଥିତ ଆରବିଏଲ ଘରୋଇ ବ୍ୟାଙ୍କ ସମ୍ମୁଖରେ ସ୍ୱାମୀ ସ୍ତ୍ରୀଙ୍କର ଧାରଣା। ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଖଇରା ଗ୍ରାମର ଗଙ୍ଗାଧର ମଲ୍ଲିକ ଓ ତାଙ୍କ ସ୍ତ୍ରୀ ଅନିତା ମଲ୍ଲିକ ଗାନ୍ଧୀଛକର ଏହି ଆରବିଏଲ ବ୍ୟାଙ୍କରୁ 2016 ମସିହାରେ 26,000 ଋଣ ନେଇଥିଲେ ଓ ଏହି ଋଣକୁ ମଧ୍ୟ ପରିଶୋଧ କରିଛନ୍ତି। ବଡ଼ ପରିତାପର ବିଷୟ ହେଉଛି ଜଣେ ଋଣ ନେଇ ପରିଶୋଧ କରିବା ପରେ ମଧ୍ୟ ଏହି ଆରବିଏଲ ବ୍ୟାଙ୍କ କର୍ତ୍ତୃପକ୍ଷ ସେମାନଙ୍କ ଆକାଉଣ୍ଟ କ୍ଲୋଜ୍ କରନ୍ତି ନାହିଁ, ଯାହାଫଳରେ ସୁଭଦ୍ରା ଯୋଜନାରେ 4 କୋଟି କିସ୍ତି 20,000 ଟଙ୍କା ଏହି ଆରବିଏଲ ବ୍ୟାଙ୍କ ଆକାଉଣ୍ଟରେ ହିଁ ଆସିଥିବା ଜାଣିବାକୁ ପାଇଲା ପରେ ମଧ୍ୟ ଅନିତା ମଲ୍ଲିକ ପଇସା ଉଠାଇବା ପାଇଁ ଆରବିଏଲ ବ୍ୟାଙ୍କକୁ ଥରେ ନୁହେଁ ବାରମ୍ବାର ଧାଇଁ ବିଫଳ। ଏହି ସମ୍ବନ୍ଧରେ ବ୍ୟାଙ୍କ କର୍ତ୍ତୃପକ୍ଷ ସେମାନଙ୍କ ପଇସା ନ ଦେଇ ଅସମ୍ମାନ କରିବାରୁ ସ୍ୱାମୀ ଗଙ୍ଗାଧର ମଲ୍ଲିକ ସ୍ତ୍ରୀ ଅନିତା ମଲ୍ଲିକ ଧାରଣାରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି। ଯାଜପୁରରୁ ଚିନ୍ମପୃଷ୍ଟିଙ୍କ ରିପୋର୍ଟ, ବିଶ୍ରାମ ଓଡ଼ିଶା। ଅନିତା ମଲ୍ଲିକ ଆମ ସୁଭଦ୍ରା ପଇସା 2 ବର୍ଷ ହେଲା ଆଜି ଜମା ଦଉନାହାନ୍ତି। 10 ଥର ଦୌଡ଼ିକି ଆଇଲୁଣୁ, ଖାଲି ଆଜି ହବନି କାଲି ହବନି, ତା ଦିନ ଯାହା ଆସିବ ପହଦିନ ଯାହା ଆସିବ ଏମିତି ଖାଲି ସବୁବେଳେ ପାଇଁ ଆମକୁ ହେଲେ ପଇସା ଦେଲେ ଯାଇକି ଯିବୁ, ନହେଲେ ନାଇଁ ଏଇଠି ବସିବୁ। ଗାନ୍ଧୀ ଛକ ଯୋଉ ଗଙ୍ଗାଧର ମଲ୍ଲିକ। କାରଣ ଏ ହଉଛି ଆମେ ସୁଭଦ୍ରା ପଇସା 4ଟା କିସ୍ତି ଏପର୍ଯ୍ୟନ୍ତ ପାଇପାରୁନାହୁଁ। ଦୀର୍ଘ 2 ବର୍ଷ ହେଇଗଲା ଆମେ ଦୌଡୁଛୁ, କିସ୍ତି ଆସିଲାଣି କିନ୍ତୁ ମ୍ୟାଡାମ ଦେବାକୁ ନାରାଜ। ସମସ୍ୟା ଏଇଆ ହେଇଛି, ମ୍ୟାଡାମ କହୁଛନ୍ତି ଯେ ତମର ନା ଡିଫେକ୍ଟ ଅଛି ପାଇପାରିବ ନାହିଁ। ନା ଯଦି ଡିଫଲ୍ଟ ଅଛି ଆଉ ଆମେ ଆଧାର କାର୍ଡ ଦେଖାଉଛୁ, ଆମର ଆଧାର କାର୍ଡ ଠିକ ଅଛି, ତାପରେ ହଉଛି ଆମର ଆଫିଡେଭିଟ କରି ଆଣିଦେଲୁ, କୋର୍ଟ ଆଫିଡେଭିଟ ଦେଲୁ, କୋର୍ଟ ଆଫିଡେଭିଟ ହବନି, କୋର୍ଟ ଆଫିଡେଭିଟ କରୁଛନ୍ତି ହବନି। ଆମେ କଣ ମ୍ୟାରେଜ ସାର୍ଟିଫିକେଟ ଆମେ 2008ରେ ମୁଁ ମ୍ୟାରେଜ କରିଥିଲି, 2008ରେ ଆଉ 2026 ହେଲାଣି। ମୁଁ ମ୍ୟାରେଜ ସାର୍ଟିଫିକେଟ କୋଉଠୁ ଆଣିବି? ଫଟୋ କୋଉଠୁ ଆଣିବି? ଫଟୋ ଆଣି ତାଙ୍କୁ କୋଉଠୁ ଦେବି? ମୁଁ ବ୍ଲକ ଯାଇଥିଲି, ବ୍ଲକ ବିଡିଓଙ୍କ ଯାଇଥିଲି, ବିଡିଓଙ୍କୁ ବହୁତ ମଧ୍ୟ ଦେଖା କରିଛି। ବିଡିଓ କହିଲେ ତମେ ଯାଇକି ଦେଖା କର ଆଉ ଥରେ। କଥା ହେଇଥିଲେ, କଥା ହେଲା ପରେ କହିଲେ ଆମେ କିଛି ଯୋଗାଯୋଗ କରିବୁ। କଥା ହେଲା ପରେ ମଧ୍ୟ ବିଡିଓଙ୍କ କଥା ବି ଶୁଣିଲେ ନାହିଁ। ନିଷ୍ପତ୍ତି ଏଇଆ, ଆମର ପଇସା ପାଇଲେ ଯିବୁ, ନହେଲେ ଏଠି ବସିଲୁ ଆଉ କିଛି ଆମର କିଛି ଉପାୟ ନାହିଁ। ଆମ ଗରିବ ଲୋକ ଆଉ କେତେ ଦିନ ଆମେ ଦୌଡିବୁ? ଦୀର୍ଘ 2 ବର୍ଷ ହେଲା ଦୌଡୁଛୁ, ଆଉ କେତେ ଦୌଡିବୁ? ଆଉ ଦୌଡି ପାରିବୁନି, ଆଉ ଅକ୍ଷୟ ମୁଖରେ ହେଇଗଲୁ ପୁରା। नमस्कार दर्शक बंधु, जदि आपंक आम विश्व 27 भिडियोटी भल लगिला तेबे आम चैनल को लाइक, शेयर और सब्सक्राइब करने को भूलंतु नहीं।